ଆପଣଙ୍କୁ ସ୍ୱାଗତ। ସୁବାସ, ଆମେ ଆଜି ଯାହାଙ୍କ ପାଖରେ ଆସି ପହଞ୍ଚିଛୁ ସେ ଜଣେ ଆଦିବାସୀର ବିରଳ ବ୍ୟକ୍ତିତ୍ୱ ଏବଂ ଜଣେ ସମାଜସେବୀ ଭାବରେ ଆମେ ଜାଣିଛୁ। ତ ସିଧାସଳଖ ଯିବା ତାଙ୍କ ପାଖକୁ ଏବଂ ତାଙ୍କ ପରିଚୟ ନେବା, ବୁଝିବା ନବବର୍ଷର ବିଷୟରେ କ'ଣ ସାର୍। ମନୋହର ମହନ୍ତ, ଜିଲ୍ଲା ସଂଯୋଜକ, ଧର୍ମ ଜାଗରଣ ସମନ୍ୱୟ, କଟକ ଜିଲ୍ଲା। ଇଂରେଜ ନବବର୍ଷ ବିଷୟରେ ଆପଣ କ'ଣ ବାର୍ତ୍ତା ରଖିବେ? ଇଂରାଜୀ ନବବର୍ଷ ଉପରେ ଆମେ ଅଧିକ ଉତ୍କଣ୍ଠା ଦେଖାଇବା ଆବଶ୍ୟକତା ନାହିଁ। ସାଧାରଣ ବର୍ଷ ଭଳି ଇଂରାଜୀ ନବବର୍ଷକୁ ଆମେ ହାଇ ହାଲୋ ମାଧ୍ୟମରେ ପାଳନ କରିବା ଦରକାର। ଆଡ଼ମ୍ବରପୂର୍ଣ୍ଣ ଭାବରେ ଆମର ନବବର୍ଷକୁ ହିନ୍ଦୁ ନବବର୍ଷକୁ ପାଳନ କରିବା ନିହାତି ଦରକାର, ଯେଉଁଟାକି ଆଜିକା ପିଢ଼ିମାନେ ଆମର ହିନ୍ଦୁ ନବବର୍ଷକୁ ଭୁଲିକି ଇଂରାଜୀ ନବବର୍ଷକୁ ଅତି ଆଡ଼ମ୍ବରରେ ପାଳନ କରୁଛନ୍ତି, ଯେଉଁଟାକି ଆଦୌ ଉଚିତ ନୁହେଁ। କାହିଁକି ନା ହିନ୍ଦୁର ସଂସ୍କୃତି, ହିନ୍ଦୁ ପ୍ରଥା ଏସବୁ ଆସ୍ତେ ଆସ୍ତେ ଲୋପ ପାଇଯାଉଛି। ପାଶ୍ଚାତ୍ୟ ସଭ୍ୟତା ଏତେ ପରିମାଣରେ ହାବି ହେଇଯାଉଛି ଯାହାଫଳରେ ହିନ୍ଦୁ ସଂସ୍କୃତି ଲୋପ ପାଇବାକୁ ଯାଉଛି। କିନ୍ତୁ ଆମେମାନେ ଚେଷ୍ଟା କରୁଛୁ ଯେ ଗ୍ରାସ ଲେବୁଲରୁ ଯେ ପୁଣି ହିନ୍ଦୁ ସଂସ୍କୃତିକୁ ଫେରେଇ ଆଣିବା ପାଇଁ ବର୍ତ୍ତମାନର ଯୁବପିଢ଼ିମାନଙ୍କୁ। ସାର୍, ଆଜି ଯେଉଁ ଆପଣ ଏତେ ପରିଚୟ ହେଇପାରିଛନ୍ତି, ଆପଣ ସମାଜସେବା ବିଷୟରେ ନାଁ କରିପାରିଛନ୍ତି, ତ ନୂତନ ଭାବରେ ଯେଉଁ ଆସୁଛନ୍ତି ଆପଣଙ୍କ ସମାଜସେବା କରିବା ପାଇଁ, ତ ଆପଣ କ'ଣ ବାର୍ତ୍ତା ରଖିବେ ତାଙ୍କ ପାଇଁ? ନୂତନ ଭାବରେ ଯେଉଁମାନେ ସମାଜସେବା କରୁଛନ୍ତି ସେମାନେ ସମାଜସେବା ତ ଠିକ୍, ତାଙ୍କର ମନ ରହୁଛି ସମାଜସେବା, କିନ୍ତୁ ସେଥିରେ ମଧ୍ୟ ତାଙ୍କର କିଛି ଉଚ୍ଚ ଆକାଂକ୍ଷା ରହୁଛି। ସେମାନେ ସମାଜସେବା ନାଁରେ ଅନେକ କାର୍ଯ୍ୟକ୍ରମ କରୁଛନ୍ତି, କିନ୍ତୁ ତାହା ଗ୍ରାସ ଲେବୁଲରେ ଯେଉଁମାନେ ପ୍ରକୃତ ଉପକୃତ ହେବା କଥା ସେମାନେ ହେଇପାରୁନାହାନ୍ତି। ସେମାନେ ଯଦି ଗୋଟେ ଦୁଇଟା ତିନିଟା ତାଙ୍କର ସକ୍ଷମ ଅନୁଯାୟୀ ସେ ସଂସ୍ଥା କିମ୍ବା ସେ ବ୍ୟକ୍ତି ବିଶେଷ ଯେଉଁମାନେ ସମାଜସେବା କରୁଛନ୍ତି ସକ୍ଷମ ଅନୁଯାୟୀ ଗୋଟେ ଦୁଇଟା ତିନିଟା ଚାରିଟା ବ୍ୟକ୍ତିଙ୍କୁ ତଳ ସ୍ତରରୁ ଉପର ସ୍ତରକୁ ଆଣିକି ଆମ ସୋସାଇଟିରେ ମିଶେଇ ଦେଇପାରିବେ, ତେବେ ସେଇଟା ହେବ ତାଙ୍କ ପାଇଁ ସବୁଠୁ ବଡ଼ ଆଶୀର୍ବାଦ ଆଉ ସବୁଠୁ ବଡ଼ କର୍ମ। ଯେମିତି ଦେଖୁଥିଲେ ଆମ ସାରଙ୍କ ପାଖରେ ବାର୍ତ୍ତା ରଖିଲେ ତାଙ୍କର କେମିତି କ'ଣ ଆଗକୁ ଯିବେ, କେମିତି ନୂତନ ପରିଚୟ ସୃଷ୍ଟି କରିବେ ଏବଂ ସମାଜରେ ଯେ ନୂତନ କରି ଦେଖେଇବେ, ତ ସାରଙ୍କ ବାର୍ତ୍ତା ଭାବରେ ନିଶ୍ଚୟ ମାନେ ଆଗାମୀ ପିଢ଼ି ଯେମିତି ହେଲେ ଉପକୃତ ହେବେ। କଳିଙ୍ଗ ସେଭେନ୍ରୁ ସୁବାସ।